ଶୁଣ ଆରେ ବାବୁ ରାମ ଗୋପତର କଥା, ଶୁଣିଲେ ତୋହର ମୁଙ୍ଗୁରି ଯିବ ଆରେ ମଥା। ଏକ ଦ୍ୱାର ରହିଅଛି ଚାରିଟା ଯେ ଦ୍ୱାର, ସେହି ଗୃହଟିର ନାମ ଅଟେ ଚଉଦ୍ୱାର। ଦୁଇ ଦ୍ୱାର ଖୋଲା ରହି ଅଛି ସେ ଗୃହର, ଦୁଇଟି ମୁଦିତ ଅଛି ବିଧିର ବିଧାନ। ପୂର୍ବ ପଶ୍ଚିମ ସେହୁ ଉତ୍ତର ଦକ୍ଷିଣ, ଚାରି ଦ୍ୱାର ଥିବାରୁ ତା ନାମ ଚଉଦ୍ୱାର। ବିରାଟ ରାଜ୍ୟର ରାଜା ଦ୍ୱାପର ଯୁଗର, ବିଜୟାନନ୍ଦ ନାମରେ ରହିଛି ପ୍ରମାଣ। ବାଘ୍ର ଅଶ୍ୱ ବୁଲୁଛନ୍ତି, ସିଂହ ଗଜବନ୍ଧା, ସାଧାରଣ କଥା ନୁହେଁ ଗୋଲକର ଧନ୍ଦା। ନମସ୍କାର ଭାଇମାନେ, ସାଧାରଣ ଲୋକର ଆଜି ସେଇ ଅସାଧାରଣ ବାଣୀ। ବର୍ତ୍ତମାନ ଆମର ଭାରତ ପାକିସ୍ତାନ ମାନେ ଯୁଦ୍ଧ ପାଇଁ ଆଗଭର ହେଉଛନ୍ତି। ଆରେ ସାରା ବିଶ୍ୱରେ ଯେ ଗୁରୁ ବୋଲା ହେଉଛି, ଗୁରୁର ଦେଶ ଏଇ ଭାରତ ଦେବଭୂମି। ସେଠି ପାକିସ୍ତାନ ଆତଙ୍କବାଦର ଶାସନ କରୁଥିବା ଦେଶ। ଯେ ଜନତାଙ୍କ ମୁଖରେ ଟିକେ ହସ ଦେଇପାରୁନି, ସିଏ ଆଜି ଭାରତ ପାଇଁ ରଣହୁଙ୍କାର ଦଉଛି। ଯୁଦ୍ଧ କରିବ, ହେଲେ କିଛି କରିପାରିବେନି। ଏ ଦେବଭୂମି ଶକ୍ତିର ଦେଶ, ଶକ୍ତିର ଭୂମି। କହିଲେ ତୋପ ସାଥେ ତପ ହେବ ଲଢ଼େଇ, ତପ ଶକ୍ତି ରାମ ଜିତିବ ଯାଇ। କିନ୍ତୁ ତୋପ ମରା ହବ, କିନ୍ତୁ ଏ ଦେବଭୂମିରେ ତପ ହେଉଥିବ ତ ତୋପ ହୁଏତ ଫେଲୁଅର ହେଇଯାଇପାରେ, ଯାହା ଶାସ୍ତ୍ରରେ ଲେଖା ରହିଛି। କିନ୍ତୁ ଆଉ ଗୋଟେ କଥା ଲେଖା ରହିଛି, କହିଲେ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେତିକି ରହିବେ, କୂଳକୁ ବିହନ ସେହି। ତେଣୁ ପୂର୍ବେ ନ ରହିବେ କେହି, ପୂର୍ବ କୋଉଟା ସେ କଥା ବି ଟିକେ ଲେଖା ରହିଛି। କହିଲେ କଲିକତା ଯେ ସହର, ପୋଡ଼ି ଜଳି ହେବ କିନାର ଖାରଲୋ ଯାଇ ଫୁଲ, ଏହା ଅଟଇ ଶେଷ ବେଳର ଲୋ ଯାଇ ଫୁଲ। ଏବେ ମମତା ବାନାର୍ଜୀ ଆମର ଚଉଦ୍ୱାର, କ୍ଷମା କରିବେ, ଦୀଘା, କଲିକତାରେ ସେଠି ଗୋଟେ ଜଗନ୍ନାଥଙ୍କର ମନ୍ଦିର କରିଛନ୍ତି। ଆଉ ସେ ମନ୍ଦିର ବା ସେ କ୍ଷେତ୍ରର ନାମ ଦେଇଛନ୍ତି କ'ଣ ନା ଦୀଘା ଧାମ। ତେଣୁ ଏଇ ଯେଉଁ ଦୀଘା ଧାମକୁ ନେଇ ଲେଖିଲେ ଆମର ମୁଖ୍ୟମନ୍ତ୍ରୀ, କହିଛନ୍ତି ଜଗନ୍ନାଥଙ୍କ ମନ୍ଦିର ହେଉ ବା ଆମର ଦିବ୍ୟସିଂହ ରାଜା ଯିଏକି ଚଳନ୍ତି ବିଷ୍ଣୁ, ସିଏ ବି କହିଛନ୍ତି ମନ୍ଦିର ହେଉ, କିନ୍ତୁ ଧାମ ବୋଲି ଘୋଷଣା ନ ହେଉ। ଚାରି ଧାମ ରହିଛି, ସେମିତି କ'ଣ ହେବ? ଯାହା ବିଧିର ବିଧାନ କେ କରିବ ଆନ। ସେଥିପାଇଁ ଗୀତାରେ ଲେଖା ରହିଲା, ଯାହା ହେଇଛି, ଯାହା ହେଉଛି, ଆଉ ଯାହା ହେବ ସବୁ ଠିକ୍। ତେଣୁ ଏଥି ପ୍ରତିବାଦ ପ୍ରତିରୋଧ କଲେ କିଛି ଫଳପ୍ରଦ ହେବ ନାହିଁ। କାହିଁକି ନା ସିଏ ଯେଉଁ
ମମତା ବାନାର୍ଜୀ ଯେଉଁ ଉଦଣ୍ଡି ରହିଛନ୍ତି କଳିଯୁଗରେ, ତାଙ୍କର ଜନ୍ମଚକ୍ର ରହିଛି। ସିଏ ତ୍ରେତୟା ଯୁଗର ମାରିଚ, ଯିଏକି ରାବଣ ମାୟା ମୃଗ ଯିଏ ହେଇଥିଲା ରାବଣର, ସେଇ ମାରିଚର ମା ତାଡ଼ିକା। ସିଏ ସେତେବେଳେ ମଧ୍ୟ ରାମଚନ୍ଦ୍ରଙ୍କୁ ମାନି ନଥିଲେ। ରାମଚନ୍ଦ୍ର ଯେତେ କହିଲେ ରେ ତୁ ମା ତାଡ଼ିକା, ତୁ ଜଣେ ନାରୀ ସ୍ୱଭାବ, ତୁ ଆମକୁ ଆମ ପଥ ଛାଡ଼ିଦେ, ତତେ ଆମେ ମା ବୋଲି ସମ୍ବୋଧନ କରୁଛୁ, ତମେ ଆମ ପଥ ଛାଡ଼ିଦିଅ। ଆମେ ରାମ ଲକ୍ଷ୍ମଣ ଦୁଇ ଭାଇ ବିଶ୍ୱାମିତ୍ରଙ୍କ ସହ ଆମେ ଯିବୁ ଦୁଷ୍ଟ ଲୋକଙ୍କ ବା ଦୁଷ୍ଟ ଲୋକ, ସେତେବେଳେ ବି କହିବା ଯାହାକୁ ଆମେ ରାକ୍ଷସ କହୁଛେ, ସେ ଦୁଷ୍ଟ ଲୋକ, ତାଙ୍କ ଦାଉରୁ ଯଜ୍ଞ ଋଷିମାନଙ୍କର ଯଜ୍ଞକୁ ଆମେ ରକ୍ଷା କରିବାକୁ ଯାଉଛୁ, ତୁ ମା ଆମ ପଥ ରୋଧ କରନା। ତେଣୁ ସେଇ ତାଡ଼କା ସେ କେବେ ମାନି ନଥିଲା କାହାରି କଥା, ନା ଋଷିଙ୍କ କଥା ଶୁଣିଥିଲେ, ନା ରାମଙ୍କ କଥା ଶୁଣିଥିଲେ, ନା ଲକ୍ଷ୍ମଣଙ୍କ କ୍ରୋଧ ବି ଶୁଣି ନଥିଲା। ସେଥିପାଇଁ ସେଇ ତାଡ଼କା ତାର ଜନ୍ମଚକ୍ର ଭିତରେ ସିଏ କଳିଯୁଗରେ ମମତା ବାନାର୍ଜୀ ସିଏ ସେଇ ମାରିଚ ଋଷି ଯିଏ ହେଇଥିଲା, ମାୟାବୀ ଋଷି ହରିଣ ହେଇଥିଲା, ତାରି ମା। ତେଣୁ ସିଏ ଏ ଜନ୍ମରେ ସିଏ ବି କାହା କଥା ବି ମାନୁନାହିଁ। ଆଉ ତାର ଏଇ ଜନ୍ମରେ ମୁକ୍ତି ହେବ, ତାର ଯେଉଁ ରାକ୍ଷସ ପ୍ରକୃତିଟି ତାର ନାଶ ହେବ। ସେଥିପାଇଁ ସିଏ ସେଇ ରାମଚନ୍ଦ୍ରଙ୍କୁ କହିଥିଲେ, କହିଲେ ପ୍ରଭୁ ତମେ ମୋତେ ଏଠି ମା ବୋଲି ସମ୍ବର୍ଦ୍ଧନ କରିଲ, ହେଲେ ମୁଁ ଯେଉଁ ରାକ୍ଷସ ପ୍ରକୃତିଟି ବାହାର କଲି, ମୋ ଆତ୍ମାଟା ଶାନ୍ତି ହେଇପାରିଲାନି, ଅତୃପ୍ତରେ ମୁଁ ମରିଗଲି, କାରଣ ମୁଁ ତମକୁ ଚିହ୍ନି ପାରିନଥିଲି। ସେଥିପାଇଁ ସିଏ ଅତୃପ୍ତ ଆତ୍ମା ହୋଇ ଜନ୍ମଚକ୍ର ବୃତ୍ତିରେ ପଡ଼ିକି ମୁକ୍ତି ଲଭିବ ଏଇଠି। ସେ କାହାକୁ ମାନିବନି, ଯେହେତୁ ତାଠି ସେଇ ରାକ୍ଷସ କଳା ରହିଛି, ସେଇଭଳି ସେ ସୁଧୁରିବନି କେବେ। ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହେଲା, ଜୟ ଶ୍ରୀରାମ କାନରେ ତାଙ୍କର ବାଜିଲା ମାନେ ତାଙ୍କର ସେଇ ତ୍ରେତୟା ଯୁଗର ଉତ୍ପାତଟା ବାହାରି ଆସିବ। ସେଇଭଳି ଆଉ ଗୋଟେ କଥା ଲେଖା ରହିଛି, ଯେତେବେଳେ ରାମଚନ୍ଦ୍ର ରାବଣଙ୍କୁ ମାରିକି ତ୍ରେତୟା ଯୁଗରେ ଯାଇଥିଲେ, ଜାନକୀଙ୍କୁ ଉଦ୍ଧାର କରିଥିଲେ, ସେତେବେଳେ ବିଭୀଷଣର ଝିଅ ସିଏ ବି କହିଲା ପ୍ରଭୁ ସମସ୍ତଙ୍କୁ ସିଂହାସନ ବା ଉତ୍ତର ଅଧିକାରୀ କଲ, ମୋତେ କିଛି ଉତ୍ତର ଅଧିକାରୀ ତ କାହିଁ କଲନି? ମୁଁ ତୁମ ସ୍ତ୍ରୀ ମାତା ସୀତାଙ୍କର ସୁରକ୍ଷାରେ ରହିଥିଲି। ନା ରାମଚନ୍ଦ୍ର କହିଲେ ତମେ କେତେ ଦିନ ସୁରକ୍ଷାରେ ଥିଲ? ନା ମୁଁ 13 ମାସେ ସୁରକ୍ଷା ଦେଇଥିଲି, ତାଙ୍କ ପାଖାପାଖି ରହିଥିଲି। କହିଲେ ଠିକ୍ ଅଛି, ବର୍ତ୍ତମାନ ତ ତମକୁ ଉତ୍ତର ଅଧିକାରୀ କରିହେବନି କି କୌଣସି ସିଂହାସନ ଦେଇହେବନି, ତୁମେ ଯାଅ, ତୁମ ପାଇଁ ମୁଁ ଆଉ ଗୋଟେ ଯୁଗ ରଚନା କରିବି, ସେଇ ଯୁଗରେ ତମକୁ 13 ପୁରୁଷ ପର୍ଯ୍ୟନ୍ତ ସିଂହାସନ ଦେବି। କହିଲା ଯା ଲୋ ତ୍ରିଜଟା ଯା, 13 ମାସେ ସୀତା ସେବା କରିଥିଲୁ, 13 ପୁରୁଷକୁ ପା। ମାନେ 13 ପୁରୁଷ ପର୍ଯ୍ୟନ୍ତ ବା 13 ଥର ସିଂହାସନ ଆରୋହଣ କର ଯା। ତେଣୁ ସେଇ କଥାଟି ହେଉଛି, ସିଏ ତ୍ରିଜଟା କିଏ? ନା ଇନ୍ଦିରା ଗାନ୍ଧୀ ଭାବରେ ପ୍ରମାଣ ରହିଲା
କହିଲା ବ୍ରାହ୍ମଣ ଦୁହିତା ଯବନ ବନିତା ବଣିକ କୁଳର ହିତା ତିନି କୁଳର ତୁ ନାମ ରଖିବାରୁ ନାମ ତ ହେଲା ତ୍ରିଜଟା ସୋରିଷ ଫୁଲିଆ ମାଳକୁ ରୁଦ୍ରା ସେ ପଦଟା ଆଜ୍ଞା ମନେ ପଡ଼ୁନି ସୋରିଷ ଫୁଲିଆ ମାଳ ନା କ'ଣ ଏମିତି ଲେଖା ହେଇଛି ତାଙ୍କ ଚୁଟି ବିଷୟରେ ବି ଲେଖା ରହିଥିଲା ଆଉ ସେଇ ତ୍ରିଜଟା ଏଠି କେତେବେଳେ ନା ଯେତେବେଳେ ଗୋଳ ତାଙ୍କୁ ନେଇକି ବି ଗୋଳ ହେଲା ବ୍ରାହ୍ମଣ ଦୁହିତା ଯବନ ଫିରୋଜ ଖାଁକୁ ବାହା ହେଲେ ଯବନ ବନିତା ଯେତେବେଳେ ଜଣେ ବ୍ରାହ୍ମଣର ଝିଅ ବାହା ହେଇଗଲେ କାହାକୁ ନା ଗୋଟେ ମୁସଲମାନ ଫିରୋଜ ଖାଁକୁ ବାହା ହେଇଗଲେ ସେ ସମୟରେ କ'ଣ ହେଲା ନା ଆମ ଭାରତ ଦେଶରେ ଯୁଦ୍ଧ ମାନେ ଗୋଟେ ଅଶାନ୍ତି ବାତାବରଣ ହେଲା ସେଇ ଜିନିଷଟିକି ମହାତ୍ମା ଗାନ୍ଧୀ ଜାତିର ଜନକ ଯିଏକି ଯୁଗ ଯୁଗାନ୍ତର ସତ୍ୟ ସବୁ ଯୁଗରୁ ରହିଛନ୍ତି ତାଙ୍କ ନାମ ଥିଲା ଯିଏକି ଯାହାକୁ ସମସ୍ତେ ମାନନ୍ତି ସେ ହେଉଛନ୍ତି କିଏ ମାନେ ବାପା ବି ତାଙ୍କ କଥା ମାନିବେ ସେ ପୁଅ ହେଲେ ବି ବ୍ରହ୍ମା ବିଷ୍ଣୁ 33 କୋଟି ଦେବତା ଆଉ ଯେତେ ରାକ୍ଷସ ଅଛନ୍ତି ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି ଆଉ ତାଙ୍କ କଥାକୁ ମାନନ୍ତି ସେ ହେଉଛନ୍ତି ଦେବତା ମାନଙ୍କର ଋଷି ଦେବର୍ଷି ନାରଦ ସେ ନାରଦଙ୍କର ଜନ୍ମଚକ୍ର କୁଣ୍ଡଳୀ ଯିଏକି ମର୍ତ୍ତ୍ୟମଣ୍ଡଳରେ ଯେତିକ ମାନବ ରହିଲେ ତାଙ୍କ ମାନଙ୍କର ପିତା ହେଲେ କିଏ ନା ମାନବ ଜାତିର ପିତା ହେଲେ ମହାତ୍ମା ଗାନ୍ଧୀ ତେଣୁ ସମସ୍ତିଙ୍କର ଜନ୍ମ ଚକ୍ର କୁଣ୍ଡଳୀ ରହିଛି ତେଣୁ ଭାଇମାନେ ସାଧାରଣ ଲୋକର ଅସାଧାରଣ କଥା ଆଜି ରଖୁଛି କ'ଣ ଦେଖିବେ ଆଉ ଏବେ 2ଟା 3ଟା ରାତି ହେଲାଣି ତା ମାନେ ବୁଧବାର ହେଇଗଲା ରଖୁନୁ।